ପୁରୁଣା ଜମାନାରେ ସ୍ୱର୍ଣ୍ଣପୁର ନାମକ ଏକ ଚମକୁଥିବା ରାଜ୍ୟ ଥିଲା, ଯେଉଁଠାରେ ରାଜା ମହେନ୍ଦ୍ର ପ୍ରତାପଙ୍କ ଶାସନ ଚାଲୁଥିଲା। କିନ୍ତୁ ତାଙ୍କ ମହଲ ତଳେ ଏକ ରହସ୍ୟମୟୀ ଏବଂ ଡରୁଆ ଭଣ୍ଡାର ଘର ଥିଲା, ଯାହାର ଦ୍ୱାର ଯିଏ ବି ପାର କରୁଥିଲା ସେ କେବେ ବି ଫେରିକି ଆସୁନଥିଲା। ଏବଂ ସେତିକିବେଳେ ହଠାତ୍ ରାଜ୍ୟରେ ଏମିତି ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା ଯେ ଲୋକେ ଦାନା ଦାନା ପାଇଁ ତରସିଲେ। ଯାହା ପରେ ରାଜା ଘୋଷଣା କଲେ ଯେ କିଏ ବି ସେହି ଅଦୃଶ୍ୟ ଦ୍ୱାରର ରହସ୍ୟ ସମାଧାନ କରି ଜନତାଙ୍କ ଭୋକ ମେଣ୍ଟାଇବ, ତାକୁ ଅଧା ରାଜପାଟ ଏବଂ ରାଜକୁମାରୀଙ୍କ ହାତ ମିଳିବ। ଯେଉଁଠି ବଡ଼ ବଡ଼ ଶୂରବୀର ଡରରେ ଲାଙ୍ଗୁଡ଼ା ଜାକି ପଳାଇଲେ, ସେଇଠି ଆର୍ଯ୍ୟ ନାମକ ଏକ ସାଧାରଣ ଚୋରୁଆ ପୁଅ ହାତରେ ମଶାଲ ଧରି ସେହି ଅନ୍ଧାରୁଆ ଗୁମ୍ଫାରେ ପଶିଗଲା ଏବଂ ଡରୁଆ ଶବ୍ଦ ଓ ମାୟାବୀ ସାପମାନଙ୍କର ସାମ୍ନା କରି ଗୁମ୍ଫାର ଶେଷ ମୁହୂର୍ତ୍ତରେ ପହଞ୍ଚିଗଲା, ଯେଉଁଠାରେ ତାକୁ ସୁନା ରୂପା ଗଦା ମଝିରେ ଜଣେ ତପସ୍ୱୀ ବାବା ମିଳିଲେ, ଯିଏକି କହିଲେ ଅସଲି ଖଜାନା ସେହି ପଥରରେ ନୁହେଁ ବରଂ ପରିଶ୍ରମରେ ଅଟେ। ଏବଂ ସେ ଆର୍ଯ୍ୟକୁ ଏକ ଯାଦୁକରୀ ବିହନ ଦେଲେ, ଯାହାକୁ ଜମିରେ ବୁଣିବା ମାତ୍ରେ ପୂରା ରାଜ୍ୟ ରାତାରାତି ଶସ୍ୟଶ୍ୟାମଳ କ୍ଷେତ୍ରରେ ବଦଳିଗଲା। ଏବଂ ରାଜା ଖୁସି ହୋଇ ଆର୍ଯ୍ୟଙ୍କୁ ନିଜର ଉତ୍ତରାଧିକାରୀ କରିଦେଲେ। କିନ୍ତୁ କାହାଣୀ ଏଠି ଶେଷ ହେଲା ନାହିଁ, କାରଣ ପଡ଼ୋଶୀ ରାଜ୍ୟର ଲୋଭୀ ରାଜା କାଲକେତୁର ମନ ଡୋଲିଗଲା ଏବଂ ସେ ଚତୁରତା ଦେଖାଇଲା ଏବଂ କାଲକେତୁକୁ ସେହି ଡରୁଆ ଗୁମ୍ଫା ଭିତରକୁ ଡାକି ନେଲା, ଯେଉଁଠି ତାକୁ ଖଜାନା ବଦଳରେ ନିଜର ପୁରୁଣା ଖରାପ ସ୍ମୃତି ଏବଂ ପାପର ଛାଇ ଦେଖାଗଲା, ଯେଉଁଥିରେ ତାର ଝାଲ ବୋହିଗଲା ଏବଂ ସେ ଆର୍ଯ୍ୟର ଗୋଡ଼ ତଳେ ପଡ଼ି କ୍ଷମା ମାଗିବାକୁ ଲାଗିଲା। ଶେଷରେ ଆର୍ଯ୍ୟ ବଡ଼ ପଣିଆ ଦେଖାଇ କାଲକେତୁକୁ କ୍ଷମା କରିଦେଲା ଏବଂ ଦୁଇ ରାଜ୍ୟ ମିଶି ଉନ୍ନତିର ପଥ ବାଛିଲେ, ଯାହାଦ୍ୱାରା ପୂରା ଦୁନିଆକୁ ଏହା ବୁଝା ପଡ଼ିଲା କି ଅସଲି ବିଜୟ ଅସ୍ତ୍ରଶସ୍ତ୍ରରେ ନୁହେଁ ବରଂ ବୁଦ୍ଧି ଏବଂ ଭାଇଚାରାରେ ମିଳିଥାଏ। ଏବଂ ସେବେଠାରୁ ସୁବର୍ଣ୍ଣପୁରର ଖୁସିର ଏମିତି ଏକ ସମୟ ଆରମ୍ଭ ହେଲା କି ଲୋକେ ଆଜି ବି ସେହି ଚୋରୁଆ ରାଜାର ଉଦାହରଣ ଦିଅନ୍ତି। ଅନେକ ଶତାବ୍ଦୀ ପୂର୍ବେ ହିମାଳୟର ପାଦଦେଶରେ ଥିବା ଏକ ସମୃଦ୍ଧ ରାଜ୍ୟରେ ପ୍ରତାପ ନାମକ ଜଣେ ଅତ୍ୟନ୍ତ ସାହସୀ ରାଜକୁମାର ବାସ କରୁଥିଲେ, ଯିଏ ଦିନେ ନିଜ ସାମ୍ରାଜ୍ୟକୁ ଏକ ଭୟଙ୍କର ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଏକ ଅଲୌକିକ ତରବାରୀର ସନ୍ଧାନରେ ବାହାରିଲେ। କୁହାଯାଏ ଯେ ସେହି ତରବାରୀଟି ନୀଳାଞ୍ଚଳ ନାମକ ଏକ ଦୁର୍ଗମ ଗୁମ୍ଫା ଭିତରେ ଲୁଚି ରହିଥିଲା ଏବଂ ତାକୁ କେବଳ ସେହି ବ୍ୟକ୍ତି ହାସଲ କରିପାରିବ ଯେ ଜୀବନର ସବୁଠାରୁ ବଡ଼ ଭୟରୁ ଜିତିପାରିବ। ପ୍ରତାପ ସେତେବେଳେ ସେହି ଗୁମ୍ଫା ଆଡ଼କୁ ଅଗ୍ରସର ହେଲେ। ବାଟରେ ତାକୁ ଅନେକ ପ୍ରକାରର ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଲା, ଯେଉଁଠି ବିଷାକ୍ତ କୁହୁଡ଼ି ତ କେଉଁଠି ଆକାଶରୁ ନିଆଁ ବର୍ଷୁଥିବା ପରି ପ୍ରତୀତ ହେଉଥିଲା। କିନ୍ତୁ ସେ ନିଜର ଲକ୍ଷ୍ୟ ପଥକୁ ତିଳେ ହେଲେ ବି ବିଚ୍ୟୁତ ହେଲେ ନାହିଁ। ଯେତେବେଳେ ସେ ଗୁମ୍ଫାର ଶେଷ ପ୍ରାନ୍ତରେ ପହଞ୍ଚିଲେ, ସେଠାରେ ତାକୁ ଏକ ବିଶାଳକାୟ କଳ୍ପିତ ସିଂହର ସାମ୍ନା କରିବାକୁ ପଡ଼ିଲା, ଯିଏ ପ୍ରକୃତରେ ପ୍ରତାପଙ୍କର ନିଜସ୍ୱ ଭୟର ଏକ ମାୟାବୀ ପ୍ରତିଫଳନ ଥିଲା। ପ୍ରତାପ ବୁଝିପାରିଲେ ସେ ସିଂହ ସହିତ ଲଢ଼ିବା ଅପେକ୍ଷା ନିଜ ମନକୁ ଶାନ୍ତ ରଖିବା ଅଧିକ ଜରୁରୀ। ତେଣୁ ସେ ନିଜର ଅସ୍ତ୍ର ତ୍ୟାଗ କରି ଶାନ୍ତ ଭାବେ ଠିଆ ହେଲେ, ଯେମିତି ସେ ନିଜର ଭୟକୁ ସ୍ୱୀକାର କଲେ। ସେହି ମାୟାବୀ ସିଂହଟି ପବନରେ ମିଳେଇଗଲା ଏବଂ ପଥରର କାନ୍ଥ ଭିତରକୁ ସେହି ଦିବ୍ୟ ତରବାରୀଟି ପ୍ରକଟ ହେଲା। ସେହି ତରବାରୀର ଶକ୍ତିର ପ୍ରତାପ ଶତ୍ରୁ ସୈନ୍ୟଙ୍କୁ ପରାସ୍ତ କରି ନିଜର ଦେଶକୁ ସ୍ୱାଧୀନ କଲେ। କିନ୍ତୁ ସେ ବୁଝିପାରିଲେ ଯେ ପ୍ରକୃତ ଶକ୍ତି ସେହି ଲୌହ ନିର୍ମିତ ତରବାରୀରେ ନଥିଲା, ବରଂ ତାଙ୍କର ସେହି ଆତ୍ମବିଶ୍ୱାସ ଏବଂ ସାହସରେ ଥିଲା, ଯାହା ତାଙ୍କୁ ଗୁମ୍ଫା ଭିତରକୁ ନେଇଯାଇଥିଲା। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ଆମର ସବୁଠାରୁ ବଡ଼ ଶତ୍ରୁ ଆମ ଭିତରେ ହିଁ ଥାଏ ଏବଂ ଯେଉଁଦିନ ଆମେ ଆମର ମନକୁ ଭୟରୁ ଜିତିଯାଉ, ସେଦିନ ସାରା ଦୁନିଆ ଆମ ପାଖରେ ନତମସ୍ତକ ହୁଏ। ବହୁ ପ୍ରାଚୀନ କାଳରେ ସୋମନାଥ ନାମକ ଜଣେ ବହୁତ ପରିଶ୍ରମୀ ଏବଂ ଜ୍ଞାନୀ ବଣିକ ଥିଲେ, ଯିଏ ନିଜର ବାଣିଜ୍ୟ ବ୍ୟବସାୟ ପାଇଁ ବିଶାଳ ସମୁଦ୍ର ମଧ୍ୟରେ ଅନେକ ଦୂରଦୂରାନ୍ତର ଦେଶ ଭ୍ରମଣ କରୁଥିଲେ। ଦିନେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଯୋଗୁଁ ତାଙ୍କର ଜାହାଜଟି ନଷ୍ଟ ହୋଇଗଲା ଏବଂ ସେ ପହଞ୍ଚିଗଲେ ଏକ ଅଜ୍ଞାତ ଦ୍ୱୀପରେ, ଯେଉଁଠାରେ ସବୁଆଡ଼େ କେବଳ ଧଳା ବାଲି ଏବଂ ବିଚିତ୍ର ପ୍ରକାରର ଗଛଲତା ଭରି ରହିଥିଲା। ସେଠାରେ ତାଙ୍କର ସାକ୍ଷାତ ହେଲା ସେହି ଦ୍ୱୀପର ଜଣେ ବୁଦ୍ଧ ରକ୍ଷକଙ୍କ ସହ, ଯିଏ କହିଲେ ଯେ ଏହି ଦ୍ୱୀପରୁ ମୁକ୍ତି ପାଇବାକୁ ହେଲେ ତାଙ୍କୁ 7ଟି ଭିନ୍ନ ଭିନ୍ନ ପାହାଡ଼ ପାର ହୋଇ ସେଠାରେ ଥିବା ଜ୍ଞାନର ପେଡ଼ି ଖୋଲିବାକୁ ପଡ଼ିବ। ସୋମନାଥ ପ୍ରଥମ ପାହାଡ଼ରେ ପହଞ୍ଚିଗଲା ବେଳକୁ ତାଙ୍କୁ ପ୍ରଚୁର ସୁନା ରୂପାର ପ୍ରଲୋଭନ ଦେଖାଗଲା, କିନ୍ତୁ ସେ ଲୋଭ ନ କରି ଆଗକୁ ବଢ଼ିଲେ
ଦ୍ୱିତୀୟ ଓ ତୃତୀୟ ପାହାଡ଼ରେ ତାଙ୍କୁ ଅନେକ ଭୟଙ୍କର ସ୍ୱପ୍ନ ମାୟାବୀ ଶବ୍ଦ ଶୁଣାଗଲା, ଯାହା ତାଙ୍କ ମନକୁ ବିଚଳିତ କରିବାକୁ ଚେଷ୍ଟା କରୁଥିଲା। ମାତ୍ର ସେ ନିଜର ଏକାଗ୍ରତା ବଳରେ ସେ ସବୁକୁ ଅତିକ୍ରମ କଲେ। ଚତୁର୍ଥ ଓ ପଞ୍ଚମ ପାହାଡ଼ରେ ତାଙ୍କ ଦୟା ଓ ପରୋପକାର ଗୁଣର ପରୀକ୍ଷା ହେଲା, ଯେଉଁଠାରେ ସେ କିଛି କ୍ଷୁଧାର୍ତ ପଶୁପକ୍ଷୀଙ୍କୁ ନିଜ ପାଖରେ ଥିବା ସ୍ୱଳ୍ପ ଖାଦ୍ୟ ଦେଇ ସନ୍ତୁଷ୍ଟ କଲେ। ଶେଷରେ ଯେତେବେଳେ ସେ ସପ୍ତମ ପାହାଡ଼ର ଶିଖରରେ ପହଞ୍ଚି ସେ ପେଡ଼ିଟିକୁ ଖୋଲିଲେ, ସେଠାରେ କୌଣସି ହୀରା ନୀଳା ନଥିଲା, ବରଂ ଗୋଟିଏ ଦର୍ପଣ ଥିଲା ଯେଉଁଠାରେ ସେ ନିଜର ପ୍ରତିଫଳନ ଦେଖିଲେ। ସେହି ମୁହୂର୍ତ୍ତରେ ସେ ଅନୁଭବ କଲେ ଯେ ସଂସାରର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଆତ୍ମଜ୍ଞାନ ଏବଂ ଯିଏ ନିଜକୁ ଚିହ୍ନି ପାରେ ସେ ସବୁ କିଛି ଜିତିପାରେ। ସୋମନାଥଙ୍କ ଏହି ସାହସ ଓ ବିଚକ୍ଷଣ ବୁଦ୍ଧିରେ ସନ୍ତୁଷ୍ଟ ହୋଇ ଦ୍ୱୀପର ରକ୍ଷକ ତାଙ୍କୁ ଏକ ନୂଆ ସୁସଜ୍ଜିତ ଜାହାଜ ପ୍ରଦାନ କଲେ ଏବଂ ସେ ନିଜ ଦେଶକୁ ଫେରି ଆସି ଜଣେ ମହାନ ଦାର୍ଶନିକ ଭାବେ ଜୀବନ ଅତିବାହିତ କଲେ। ଏହି ଦିନ କାହାଣୀ ଆମକୁ ଶିକ୍ଷା ଦିଏ ଯେ ବାହ୍ୟ ଜଗତର ସମସ୍ତ ପ୍ରଲୋଭନ ଓ ବାଧାବିଘ୍ନକୁ ଜିତିବା ପାଇଁ ଆତ୍ମବିଶ୍ୱାସ ଏବଂ ସନ୍ତୋଷ ହିଁ ଏକମାତ୍ର ଶ୍ରେଷ୍ଠ ମାର୍ଗ। ପ୍ରାଚୀନ କାଳରେ ମାଧବ ନାମକ ଜଣେ ଅତି ନିପୁଣ ଶିଳ୍ପୀ ଥିଲେ, ଯିଏ ନିଜର ଛେଣି ଓ ହାତୁଡ଼ି ସାହାଯ୍ୟରେ ପଥର ଭିତରେ ଜୀବନ ଭରି ଦେବାର କ୍ଷମତା ରଖୁଥିଲେ। ଦିନେ ରାଜା ତାଙ୍କୁ ସହରର ମୁଖ୍ୟ ଛକର ସ୍ଥାପନ କରିବା ପାଇଁ ଏକ ଅତି ସୁନ୍ଦର ପ୍ରତିମା ଗଢ଼ିବାକୁ ଆଦେଶ ଦେଲେ ଏବଂ ସେଥିପାଇଁ ମାଧବ ଜଙ୍ଗଲକୁ 2ଟି ସମାନ ଆକାରର ବଡ଼ ପଥର ଖଣ୍ଡ ନେଇ ଆସିଲେ। ମାଧବ ଯେତେବେଳେ ପ୍ରଥମ ପଥରଟି ଉପରେ ହାତୁଡ଼ିରେ ଆଘାତ କଲେ, ସେ ପଥରଟି ଭିତରୁ ଏକ ଯନ୍ତ୍ରଣା ଭରା ସ୍ୱର ଶୁଣାଗଲା, ଶିଳ୍ପୀ ମହାଶୟ, ମୋତେ ଦୟାକରି ଛାଡ଼ି ଦିଅନ୍ତୁ, ଏହି ଆଘାତ ମୁଁ ସହ୍ୟ କରିପାରୁନାହିଁ। ମାଧବ ଦୟାଳୁ ଥିଲେ, ତେଣୁ ସେ ପଥରଟିକୁ ଛାଡ଼ିଦେଇ ଦ୍ୱିତୀୟ ପଥର ଉପରେ କାମ ଆରମ୍ଭ କଲେ। ଦ୍ୱିତୀୟ ପଥରଟି ମଧ୍ୟ ସମାନ କଷ୍ଟ ଅନୁଭବ କଲା, କିନ୍ତୁ ସେ ଜାଣିଥିଲା ଯେ ଏହି କଷ୍ଟ ପରେ ହିଁ ତାର ଭାଗ୍ୟ ବଦଳିବ। ତେଣୁ ସେ ନୀରବର ସହିତ ସମସ୍ତ ଆଘାତ ସହିଗଲା। ଦୀର୍ଘ 1 ମାସ ପରିଶ୍ରମ ପରେ ସେହି ପଥରଟି ଏକ ଅତି ମନୋରମ ଦେବମୂର୍ତ୍ତିରେ ପରିଣତ ହେଲା। ପ୍ରତିଷ୍ଠା ଦିନ ରାଜା ସେହି ସୁନ୍ଦର ମୂର୍ତ୍ତିଟିକୁ ମନ୍ଦିରରେ ସ୍ଥାପନ କଲେ ଏବଂ ପ୍ରଥମ ପଥରଟି ଯିଏ କଷ୍ଟ ସହିବାକୁ ମନା କରିଦେଇଥିଲା, ତାକୁ ମନ୍ଦିର ବାହାର ପାହାଚ ଭାବେ ରଖାଗଲା, ଯେମିତି ଲୋକମାନେ ତା ଉପରେ ଗୋଡ଼ ଦେଇ ଯାଇପାରିବେ। ଏବେ ପ୍ରତିଦିନ ହଜାର ହଜାର ଭକ୍ତ ସେହି ଦ୍ୱିତୀୟ ପଥରକୁ ନିର୍ମିତ ମୂର୍ତ୍ତିକୁ ପୂଜା କଲେ ଏବଂ ପ୍ରଥମ ପଥରକୁ ସମସ୍ତେ ପାଦାଘାତ କରି କାନ୍ଦିବାକୁ ଲାଗିଲେ। ସେ ମୂର୍ତ୍ତିଟି ତାକୁ ବୁଝାଇ କହିଲା, ଯଦି ସେଦିନ ତୁମେ ଶିଳ୍ପୀଙ୍କର ସାମାନ୍ୟ କଷ୍ଟକୁ ସହି ଦେଇଥାନ୍ତ, ତେବେ ଆଜି ତୁମେ ମଧ୍ୟ ପୂଜା ପାଉଥାନ୍ତ। ଏହି ଦୀର୍ଘ କାହାଣୀ ଆମକୁ ଶିକ୍ଷା ଦିଏ ଯେ ଜୀବନରେ ସଫଳତା ପାଇବା ପାଇଁ ଆମକୁ ଆରମ୍ଭରେ କିଛି କଠିନ ପରିଶ୍ରମ ଏବଂ ଯନ୍ତ୍ରଣା ସହିବାକୁ ପଡ଼େ। ଯିଏ ଏହି କଷ୍ଟକୁ ଧୈର୍ଯ୍ୟର ସହ ଗ୍ରହଣ କରେ, ସେହି ଭବିଷ୍ୟତର ସାମ୍ନା ଓ ଗୌରବ ହାସଲ କରିଥାଏ। ଅନେକ ବର୍ଷ ପୂର୍ବେ ସୁବର୍ଣ୍ଣପୁର ନାମକ ଏକ ଗ୍ରାମରେ ସୁବୋଧ ନାମକ ଜଣେ ଅତ୍ୟନ୍ତ ଜିଜ୍ଞାସୁ ଏବଂ ନିର୍ଭୀକ ଯୁବକ ବାସ କରୁଥିଲେ, ଯିଏ ଶୁଣିବାକୁ ପାଇଥିଲେ ଯେ ଜଙ୍ଗଲର ସବୁଠାରୁ ଗଭୀର କୋଣରେ ଏକ ଅଦୃଶ୍ୟ ଦ୍ୱୀପ ଅଛି, ଯାହାକୁ ହଜାଇଲେ ମଣିଷ ନିଜର ଭବିଷ୍ୟତ ଦେଖିପାରିବ। ସେ ଦ୍ୱୀପକୁ ଜଲାଇଲେ ମଣିଷ ନିଜର ଭବିଷ୍ୟତ ଦେଖିପାରିବ। ସୁବୋଧ ସେହି ଦ୍ୱୀପକୁ ଖୋଜିବା ପାଇଁ ଏକ ନିଶୁଣ ଅମାବାସ୍ୟା ରାତ୍ରିରେ ଯାତ୍ରା ଆରମ୍ଭ କଲେ, ଯେଉଁଠାରେ ବାଟରେ ତାଙ୍କୁ ପ୍ରଥମେ ମାୟାବୀ ନଦୀ ପାର କରିବାକୁ ପଡ଼ିଲା। ଏହାର ପାଣି ସ୍ରୋତ ବିପରୀତ ଦିଗକୁ ବହୁଥିଲା। ସେ ନଦୀର ପାର ହେବା ପାଇଁ ସେ ନିଜର ଶାରୀରିକ ବଳ ନୁହେଁ, ବରଂ ମାନସିକ ଶାନ୍ତିର ପ୍ରୟୋଗ କଲେ ଏବଂ ଶେଷରେ ଏକ ଗୁପ୍ତ ପାହାଡ଼ ପାଖରେ ପହଞ୍ଚିଲେ, ଯେଉଁଠାରେ 3ଟି ଦ୍ୱାର ଥିଲା। ପ୍ରଥମ ଦ୍ୱାରଟି ସୁନା ହୀରାରେ ଚମକୁଥିଲା, ଦ୍ୱିତୀୟ ଦ୍ୱାରଟି ବିଳାସପୂର୍ଣ୍ଣ ଖାଦ୍ୟରେ ଭରପୁର ଥିଲା, କିନ୍ତୁ ସୁବୋଧ ସେସବୁକୁ ପ୍ରତ୍ୟାଖ୍ୟାନ କରି ତୃତୀୟ ଦ୍ୱାରଟିକୁ ବାଛିଲେ, ଯାହା ଅତ୍ୟନ୍ତ ସାଧାରଣ ଏବଂ ପୁରୁଣା ଦେଖାଯାଉଥିଲା। ଗୁମ୍ଫା ଭିତରେ ପ୍ରବେଶ କରିବା ମାତ୍ରେ ଜଣେ ବୃଦ୍ଧ ଯୋଗୀ ତାଙ୍କୁ ସାମ୍ନାକୁ ଆସି କହିଲେ ଯେ ଭବିଷ୍ୟତ ଜାଣିବା ଅପେକ୍ଷା ବର୍ତ୍ତମାନକୁ ସୁଧାରିବା ହିଁ ବଡ଼ ଜ୍ଞାନୀର କାମ। ସୁବୋଧ ସେହି ମୂର୍ତ୍ତିରେ ବୁଝିପାରିଲେ ଯେ ଅଦୃଶ୍ୟ ଦ୍ୱୀପ କୌଣସି ବାହ୍ୟ ବସ୍ତୁ ନୁହେଁ, ବରଂ ନିଜ ଭିତରେ ଥିବା ସଦ୍ବୁଦ୍ଧି ଏବଂ ସତ୍କର୍ମର ପ୍ରକାଶ। ସେହି ଦିନଠାରୁ ସୁବୋଧ ଗାଁକୁ ଫେରିଆସି ଲୋକମାନଙ୍କ ସେବା କଲେ ଏବଂ ଜଣେ ପ୍ରକୃତ ଜ୍ଞାନୀ ଭାବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ
ସାଜିଲେ। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ଆମେ ଯେତେବେଳେ ବାହ୍ୟ ଚମକ ଧମକ ଛାଡ଼ି ନିଜର କର୍ତ୍ତବ୍ୟ ପଥରେ ଚାଲୁ, ସେତେବେଳେ ଭାଗ୍ୟ ନିଜେ ଆମକୁ ବାଟ ଦେଖାଇଥାଏ। ପ୍ରାଚୀନ କାଳରେ ରତ୍ନପୁର ନାମକ ଏକ ସମୃଦ୍ଧ ରାଜ୍ୟରେ ଜଣେ ନ୍ୟାୟପ୍ରିୟ ରାଜା ରାଜୁତି କରୁଥିଲେ, ଯାହାଙ୍କର ସୁମନ୍ତ ନାମକ ଜଣେ ଅତି ବୁଦ୍ଧିମାନ ଏବଂ ଚତୁର ମନ୍ତ୍ରୀ ଥିଲେ। ଦିନେ ରାଜଭଣ୍ଡାରରୁ ଏକ ଅତି ମୂଲ୍ୟବାନ ହୀରା ଚୋରି ହୋଇଗଲା, ଯାହାକୁ ଜଗିବା ପାଇଁ ଶତାଧିକ ପ୍ରହରୀ ନିୟୋଜିତ ଥିଲେ। କିନ୍ତୁ କେହି ବି ଜାଣିପାରିଲେ ନାହିଁ ଯେ ଚୋର କେଉଁ ବାଟ ଦେଇ ପ୍ରବେଶ କଲା। ରାଜା ଅତ୍ୟନ୍ତ ଚିନ୍ତିତ ହୋଇ ସୁମନ୍ତକୁ ଚୋର ଧରିବା ପାଇଁ 7 ଦିନ ସମୟ ଦେଲେ। ସୁମନ୍ତ କୌଣସି ସୈନ୍ୟବାହିନୀ ବ୍ୟବହାର ନ କରି ଏକ ନିଆରା ଉପାୟ ଚିନ୍ତା କଲେ। ସେ ରାଜ୍ୟର ସମସ୍ତ ସନ୍ଦିଗ୍ଧ ବ୍ୟକ୍ତି ଏବଂ ସେହିଦିନ ଦାୟିତ୍ୱରେ ଥିବା ପ୍ରହରୀମାନଙ୍କୁ ଏକ ବଡ଼ ସଭାଗୃହକୁ ଡାକିଲେ। ସେ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ଲେଖାଏଁ କାଠ ବାଡ଼ି ଦେଇ କହିଲେ, ଏହା ହେଉଛି ଏକ ଜାଦୁକରୀ ବାଡ଼ି। ଯିଏ ଚୋର ଥିବ ତାର ବାଡ଼ିଟି ଆସନ୍ତାକାଲି ସକାଳ ସୁଦ୍ଧା 2 ଇଞ୍ଚ ଲମ୍ବା ହୋଇଯିବ। ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। କିନ୍ତୁ ପ୍ରକୃତ ଚୋରଟି ମନେ ମନେ ସେ ବହୁତ ଭୟଭୀତ ହୋଇଥିଲା। ସେ ଭାବିଲା ଯଦି ସକାଳେ ତାର ବାଡ଼ିଟି ଲମ୍ବା ହୋଇଯାଏ ତେବେ ସେ ଧରା ପଡ଼ିଯିବ। ତେଣୁ ସେ ଚତୁରତା ଦେଖାଇ ନିଜ ବାଡ଼ିକୁ ଆଗୁଆ 2 ଇଞ୍ଚ ଛୋଟ କରିଦେଲା। ପରଦିନ ସକାଳେ ଯେତେବେଳେ ସୁମନ୍ତ ସମସ୍ତଙ୍କ ବାଡ଼ି ପରୀକ୍ଷା କଲେ, ସେ ଦେଖିଲେ ଯେ ଜଣେ ପ୍ରହରୀର ବାଡ଼ି ଅନ୍ୟମାନଙ୍କ ଅପେକ୍ଷା 2 ଇଞ୍ଚ ଛୋଟ ଅଛି। ସୁମନ୍ତ ସାଙ୍ଗେ ସାଙ୍ଗେ ତାକୁ ଚୋର ବୋଲି ଚିହ୍ନଟ କଲେ, କାରଣ ବାସ୍ତବରେ ସେ ବାଡ଼ିରେ କୌଣସି ଯାଦୁ ନଥିଲା। ତାହା କେବଳ ଚୋରର ମାନସିକତା ପରୀକ୍ଷା କରିବା ପାଇଁ ଏକ କୌଶଳ ଥିଲା। ଚୋରଟି ନିଜର ଭୁଲ ସ୍ୱୀକାର କଲା ଏବଂ ହୀରାଟିକୁ ଫେରେଇ ଦେଲା। ରାଜା ସୁମନ୍ତଙ୍କ ଏହି ଅସାଧାରଣ ବୁଦ୍ଧିମତ୍ତା ଦେଖି ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କୁ ଅନେକ ପୁରସ୍କାର ପ୍ରଦାନ କଲେ। ଏହି କାହାଣୀ ଆମକୁ ଶିକ୍ଷା ଦେଇଥାଏ ଯେ କଠିନରୁ କଠିନ ସମସ୍ୟା କିମ୍ବା ରହସ୍ୟକୁ ବଳ ପ୍ରୟୋଗ ନ କରି ମଧ୍ୟ କେବଳ ବୁଦ୍ଧି ଏବଂ ବିବେକ ବଳରେ ସଠିକ୍ ଭାବେ ସମାଧାନ କରାଯାଇପାରେ। ଅନେକ ବର୍ଷ ପୂର୍ବେ ସାଗରଗଡ଼ ନାମକ ଏକ ବନ୍ଦର ସହରରେ ଆର୍ଯ୍ୟନ ନାମକ ଜଣେ ସାହସୀ ନାବିକ ବାସ କରୁଥିଲେ, ଯେ ଶୁଣିବାକୁ ପାଇଥିଲେ ଯେ ସମୁଦ୍ର ମଧ୍ୟରେ ଏକ ଏପରି ଅଜ୍ଞାତ ଦ୍ୱୀପ ଅଛି ଯେଉଁଠାରେ ସମୟର ଝରଣା ବହୁଛି ଏବଂ ସେହି ଝରଣାର ଜଳ ପିଇଲେ ମଣିଷ କେବେ ବୁଢ଼ା ହୁଏ ନାହିଁ। ଆର୍ଯ୍ୟାନ ନିଜର ଦଳବଲ ସହିତ ସେ ଦ୍ୱୀପର ସନ୍ଧାନରେ ବାହାରିଲେ, କିନ୍ତୁ ବାଟରେ ତାଙ୍କୁ ଭୟଙ୍କର ସାମୁଦ୍ରିକ ତୋଫାନ ଏବଂ ବିଶାଳକାୟ ସାମୁଦ୍ରିକ ଜୀବମାନଙ୍କର ସାମ୍ନା କରିବାକୁ ପଡ଼ିଲା। ଅନେକ ଦିନର କଠିନ ଯାତ୍ରା ପରେ ସେମାନେ ଏକ କୁହୁଡ଼ି ଘେରା ଦ୍ୱୀପରେ ପହଞ୍ଚିଲେ, ଯେଉଁଠାରେ ଗଛର ପତ୍ରଗୁଡ଼ିକ ସୁନା ପରି ଚମକୁଥିଲା ଏବଂ ପକ୍ଷୀମାନେ ଅଦ୍ଭୁତ ସ୍ୱରରେ ଗୀତ ଗାଉଥିଲେ। ସେହି ଦ୍ୱୀପର ମଧ୍ୟଭାଗରେ ଏକ ଗୁମ୍ଫା ଥିଲା, ଯେଉଁଠାରେ ସେହି ସମୟର ଝରଣା ବହୁଥିଲା। ଯେମିତି ଆର୍ଯ୍ୟନ ସେହି ଜଲକୁ ଛୁଇଁବାକୁ ଗଲେ, ଜଣେ ଦିବ୍ୟ ପୁରୁଷ ପ୍ରକଟ ହୋଇ କହିଲେ, ହେ ନାବିକ, ଏହି ଜଳ ତୁମକୁ ଅମର କରିଦେବ ସତ, କିନ୍ତୁ ଏହାର ବଦଳରେ ତୁମକୁ ତୁମର ସମସ୍ତ ପୁରୁଣା ସ୍ମୃତି ଏବଂ ପ୍ରିୟଜନଙ୍କ କଥା ଭୁଲିବାକୁ ପଡ଼ିବ। ଆର୍ଯ୍ୟନ ଏକ ମୁହୂର୍ତ୍ତ ପାଇଁ ଅଟକି ଗଲେ ଏବଂ ଗଭୀର ଭାବେ ଚିନ୍ତା କଲେ। ସେ ଅନୁଭବ କଲେ ଯେ ଯଦି ସେ ନିଜର ପରିବାର, ବନ୍ଧୁ ଏବଂ ନିଜର ଅତୀତକୁ ଭୁଲିଯିବେ, ତେବେ ସେହି ଅମରତ୍ୱର କୌଣସି ମୂଲ୍ୟ ରହିବ ନାହିଁ। ଜୀବନର ପ୍ରକୃତ ସୁନ୍ଦରତା ତାର ସୀମିତ ସମୟ ଏବଂ ସେହି ସମୟ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ମଧ୍ୟରେ ହିଁ ଥାଏ। ସେହି ଜଳ ନ ପିଇ ଖାଲି ହାତରେ ନିଜ ସହରକୁ ଫେରି ଆସିଲେ ଏବଂ ସମସ୍ତଙ୍କୁ ବୁଝାଇ କହିଲେ ଯେ ମଣିଷକୁ ଅମର ହେବା ପାଇଁ କୌଣସି ଯାଦୁକରୀ ଜଳର ଆବଶ୍ୟକତା ନାହିଁ, ବରଂ ନିଜର ସତ୍କର୍ମ ଏବଂ ଅନ୍ୟର ସେବା ଦ୍ୱାରା ହିଁ ସେ ଲୋକଙ୍କ ହୃଦୟରେ ଚିରଦିନ ପାଇଁ ଅମର ହୋଇ ରହିପାରିବ। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ସମୟ ଅମୂଲ୍ୟ ଏବଂ ତାକୁ ଲୋଭରେ ନଷ୍ଟ ନ କରି ଭଲ କାମରେ ଲଗାଇବା ହିଁ ଶ୍ରେଷ୍ଠ ବୁଦ୍ଧିମତ୍ତା। ଅନେକ ବର୍ଷ ପୂର୍ବେ ନୀଳଗିରି ପାହାଡ଼ ପାଦଦେଶରେ ଥିବା ଏକ ଛୋଟ ଗାଁରେ ମାଧବ ନାମକ ଜଣେ ଅତି ପରିଶ୍ରମୀ କାଠୁରିଆ ବାସ କରୁଥିଲେ, ଯିଏ ପ୍ରତିଦିନ ଜଙ୍ଗଲକୁ ଯାଇ ଶୁଖିଲା କାଠ ସଂଗ୍ରହ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଦିନେ କାଠ ଖୋଜୁ ଖୋଜୁ ସେ ଜଙ୍ଗଲର ଏପରି ଏକ ଅଜ୍ଞାତ ଅଞ୍ଚଳରେ ପହଞ୍ଚିଗଲେ, ଯେଉଁଠାରେ ଏକ ବିଶାଳ କୁହୁଡ଼ି ଘେରା ପାହାଡ଼ ଥିଲା, ଯାହାକୁ ଗାଁ ଲୋକେ ସୁନା ପାହାଡ଼ ବୋଲି କହୁଥିଲେ। ସେହି ପାହାଡ଼ର ଗୋଟିଏ ବିଶେଷତ୍ୱ ଥିଲା ଯେ ସେଠାରେ ଏକ ମାୟାବୀ ଝରଣା ବହୁଥିଲା, ଯାହାର ପାଣି ଧଳା ନୁହେଁ ବରଂ ସୁନା ରଙ୍ଗର ଦେଖାଯାଉଥିଲା। ମାଧବ ଯେତେବେଳେ ସେହି ଝରଣା କୂଳରେ ବସି ବିଶ୍ରାମ ନେଉଥିଲେ,
ହଠାତ୍ ତାଙ୍କ ପୁରୁଣା ଲୁହା କୁରାଢ଼ୀଟି ପାଣି ଭିତରେ ପଡ଼ିଗଲା। ମାଧବ ବହୁତ ଦୁଃଖିତ ହୋଇ କାନ୍ଦିବାକୁ ଲାଗିଲେ, କାରଣ ସେଇ କୁରାଢ଼ୀରେ ହିଁ ତାଙ୍କର ଏକମାତ୍ର ସମ୍ବଳ ଥିଲା। ତାଙ୍କର କାନ୍ଦ ଶୁଣି ଝରଣା ମଧ୍ୟରୁ ଜଣେ ବନଦେବୀ ପ୍ରକଟ ହେଲେ ଏବଂ ତାଙ୍କ ହାତରେ ଏକ ଚମତ୍କାରୀ ସୁନା କୁରାଢ଼ୀ ଧରି ପଚାରିଲେ, କାଠୁରିଆ ଭାଇ, ଏଇ କ'ଣ ତୁମର କୁରାଢ଼ୀ? ମାଧବ ଜଣେ ଅତି ସଚ୍ଚୋଟ ବ୍ୟକ୍ତି ଥିଲେ। ସେ ବିନା ଦ୍ୱିଧାରେ କହିଲେ, ନା ନା ମା, ଏହା ମୋର ନୁହେଁ। ଏହାପରେ ଦେବୀ ଏକ ରୂପା କୁରାଢ଼ୀ ବାହାର କଲେ, କିନ୍ତୁ ମାଧବ ସେଥିରେ ମଧ୍ୟ ମନା କଲେ। ଶେଷରେ ଯେତେବେଳେ ଦେବୀ ତାଙ୍କର ସେହି ପୁରୁଣା ଲୁହା କୁରାଢ଼ୀକୁ ବାହାର କଲେ, ମାଧବ ଖୁସିରେ ଚିତ୍କାର କରି କହିଲେ, ହଁ ମା, ଏ ହିଁ ମୋର କୁରାଢ଼ୀ। ମାଧବଙ୍କର ଏହି ନିଷ୍କପଟ ସତ୍ୟବାଦିତା ଏବଂ ଲୋଭହୀନ ମନୋଭାବ ଦେଖି ବନଦେବୀ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କୁ ପୁରସ୍କାର ସ୍ୱରୂପ ସେହି ସୁନା ଓ ରୂପା କୁରାଢ଼ୀ ମଧ୍ୟ ପ୍ରଦାନ କଲେ। ମାଧବ ସେହିଦିନଠାରୁ ଜଣେ ଧନୀ ବ୍ୟକ୍ତି ହୋଇଗଲେ ସତ, କିନ୍ତୁ ସେ କେବେ ବି ନିଜର ପରିଶ୍ରମ ଏବଂ ସଚ୍ଚୋଟତାକୁ ଛାଡ଼ିଲେ ନାହିଁ। ଏହି ଦୀର୍ଘ କାହାଣୀ ଆମକୁ ଶିକ୍ଷା ଦିଏ ଯେ ସଂସାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ସାଧୁତା, କାରଣ ଲୋଭ ମଣିଷକୁ ପତନ ଆଡ଼କୁ ନେଇଯାଏ, କିନ୍ତୁ ସତ୍ୟତା ସବୁବେଳେ ଉନ୍ନତି ଓ ସମ୍ମାନର ବାଟ ଦେଖାଇଥାଏ। ଅନେକ ଶତାବ୍ଦୀ ପୂର୍ବେ ଓଡ଼ିଶାରେ ଏକ ଘଞ୍ଚ ଅରଣ୍ୟ ମଧ୍ୟରେ ଅପହଞ୍ଚଗଡ଼ ନାମକ ଏକ ପୁରାତନ ଦୁର୍ଗ ଥିଲା, ଯେଉଁଠାରେ ଏକ ଅମୂଲ୍ୟ ଗୁପ୍ତଧନ ଲୁଚି ରହିଥିବା କଥା ଲୋକ ମୁଖରେ ଶୁଣାଯାଉଥିଲା। ସେହି ଗୁପ୍ତଧନକୁ ଖୋଜିବା ପାଇଁ ଅନେକ ସାହସୀ ଯୁବକ ଯାଇ ବିଫଳ ହୋଇଥିଲେ, କିନ୍ତୁ ଶିବମ ନାମକ ଜଣେ ଧୈର୍ଯ୍ୟବାନ ଏବଂ ଜ୍ଞାନୀ ଯୁବକ ଏହି ରହସ୍ୟର ସମାଧାନ କରିବାକୁ ସ୍ଥିର କଲେ। ଶିବମ ଜାଣିଥିଲେ ଯେ କେବଳ ଶକ୍ତି ବଳରେ ସେହି ଗଡ଼କୁ ଜିତିବା ଅସମ୍ଭବ, ତେଣୁ ସେ ନିଜ ସାଙ୍ଗରେ କେବଳ ଏକ ପୁରୁଣା ମାନଚିତ୍ର ଏବଂ କିଛି ଆବଶ୍ୟକୀୟ ସାମଗ୍ରୀ ନେଇ ଯାତ୍ରା ଆରମ୍ଭ କଲେ। ଦୁର୍ଗର ପ୍ରବେଶ ଦ୍ୱାରରେ ପହଞ୍ଚିବା ମାତ୍ରେ ତାଙ୍କୁ ଏକ ବଡ଼ ପଥର କାନ୍ଥରେ ଲେଖା ଥିବା ଏକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଲା। ସେ କିଏ, ଯିଏ ସବୁବେଳେ ଆଗକୁ ବଢ଼େ କିନ୍ତୁ କେବେ ପଛକୁ ଫେରେ ନାହିଁ? ଶିବମ ସାମାନ୍ୟ ହସି ଉତ୍ତର ଦେଲେ, ସମୟ। ଉତ୍ତର ଶୁଣି ଦ୍ୱାରଟି ଆପେ ଆପେ ଖୋଲିଗଲା। ଭିତରକୁ ଯିବା ପରେ ସେଠାରେ ଏକ ଭୟଙ୍କର ଅନ୍ଧକାର ଗଳି ଥିଲା, ଯେଉଁଠାରେ ଚାରିଆଡ଼େ ବିଷାକ୍ତ ସାପ ଏବଂ ବିଚିତ୍ର ଶବ୍ଦ ଶୁଣାଯାଉଥିଲା। ସେହି ଗଳିର ଶେଷରେ ଏକ ବିଶାଳକାୟ ଲୌହ କବାଟ ଥିଲା, ଯାହାକୁ ଖୋଲିବା ପାଇଁ ଶାରୀରିକ ବଳର ନୁହେଁ, ବରଂ ଏକ ନିର୍ଦ୍ଦିଷ୍ଟ ଶବ୍ଦର ଆବଶ୍ୟକତା ଥିଲା। ଶିବମ ମାନଚିତ୍ରରେ ଥିବା ସଙ୍କେତକୁ ପଢ଼ି ବୁଝିଲେ ଯେ ସେହି ଶବ୍ଦଟି ହେଉଛି ବିଶ୍ୱାସ। ଯେମିତି ସେହି ଶବ୍ଦଟି ଉଚ୍ଚାରଣ କଲେ କବାଟଟି ଖୋଲିଗଲା ଏବଂ ସେଠାରୁ ଥିବା ପ୍ରଚୁର ସୁନା ଓ ହୀରା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ସେହି ଧନରତ୍ନ ମଝିରେ ଏକ ଛୋଟ ମାଟି ପାତ୍ରଟି କିଛି ଶସ୍ୟ ବିହନ ରଖାଯାଇଥିଲା। ଶିବମ ସେହି ସୁନାକୁ ନ ଛୁଇଁ ବିହନ ଗୁଡ଼ିକୁ ଉଠାଇଲେ, କାରଣ ସେ ଜାଣିଥିଲେ ସୁନା କେବେ ମଣିଷର ଭୋକ ମେଣ୍ଟାଇ ପାରିବ ନାହିଁ। ଶିବଙ୍କ ଏହି ନିଃସ୍ୱାର୍ଥପରତା ଓ ଦୂରଦର୍ଶିତା ଦେଖି ଦୁର୍ଗର ଅଦୃଶ୍ୟ ରକ୍ଷକ ପ୍ରସନ୍ନ ହୋଇ ତାଙ୍କୁ ସବୁ ଧନ ଗାଁର ବିକାଶ ପାଇଁ ନେଇଯିବାକୁ ଅନୁମତି ଦେଲେ। ଶିବମ ସେହି ଧନରେ ଗାଁର ସ୍କୁଲ, ଡାକ୍ତରଖାନା ଏବଂ ପୋଖରୀ ତିଆରି କଲେ ଏବଂ ନିଜେ ସେହି ବିହନକୁ ଚାଷ କରି ଗାଁରେ ସମୃଦ୍ଧି ଆଣିଲେ। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ପ୍ରକୃତ ସମ୍ପତ୍ତି କେବଳ ସୁନା ରୂପରେ ନଥାଏ, ବରଂ ଅନ୍ୟର କଲ୍ୟାଣ ଏବଂ ନିଜର ବୁଦ୍ଧିତା ମଧ୍ୟରେ ଥାଏ। ଅନେକ ବର୍ଷ ପୂର୍ବେ ଚନ୍ଦ୍ରଭାଗା ନାମକ ଏକ ସୁନ୍ଦର ସାମ୍ରାଜ୍ୟରେ ରାଜକୁମାରୀ ସୁରେଖା ବାସ କରୁଥିଲେ, ଯିଏ ନିଜର ରୂପ ଅପେକ୍ଷା ନିଜର ଗୁଣ ଏବଂ ଜ୍ଞାନ ପାଇଁ ସାରା ଦେଶରେ ପରିଚିତ ଥିଲେ। ସେ ରାଜ୍ୟର ଗୋଟିଏ ଗୁପ୍ତ କକ୍ଷରେ ଏକ ମାୟାବୀ ଆଇନା ରଖାଯାଇଥିଲା, ଯାହା ବିଷୟରେ କୁହାଯାଉଥିଲା ଯେ ସେହି ଆଇନା ସାମ୍ନାରେ ଠିଆ ହେଲେ ତାହା ମଣିଷର ବାହ୍ୟ ରୂପ ନୁହେଁ, ବରଂ ତା'ର ଅନ୍ତର୍ଗତ ଚରିତ୍ରକୁ ଦେଖାଯାଇଥାଏ। ଦିନେ ରାଜକୁମାରୀଙ୍କ ବିବାହ ପାଇଁ ଅନେକ ଦେଶରୁ ସାହସୀ ଓ ଧନୀ ରାଜକୁମାରମାନେ ଆସିଲେ, କିନ୍ତୁ ସୁରେଖା ଘୋଷଣା କଲେ ଯେ ଯେ ସେହି ମାୟାବୀ ଆଇନା ସାମ୍ନାରେ ଠିଆ ହୋଇ ନିଜକୁ ଗ୍ରହଣ କରିପାରିବ, ମୁଁ ତାଙ୍କୁ ହିଁ ବିବାହ କରିବି। ଜଣେ ପରେ ଜଣେ ପ୍ରତିପତ୍ତିଶାଳୀ ରାଜକୁମାର ସେହି ଆଇନା ସାମ୍ନାକୁ ଗଲେ, କିନ୍ତୁ ଯେମିତି ସେମାନେ ଆଇନାରେ ନିଜର ଅହଙ୍କାର, ଲୋଭ ଓ କପଟର କଳା ରୂପ ଦେଖିଲେ, ସେମାନେ ଭୟରେ ସେଠାରୁ ପଳାଇ ଗଲେ। ଶେଷରେ ଜଣେ ଅତି ସାଧାରଣ ବେଶଭୂଷା
ପରିହିତ ଯୁବକ, ଯିଏ କୌଣସି ରାଜକୁମାର ନଥିଲେ ବରଂ ଜଣେ ଜ୍ଞାନୀ ପଣ୍ଡିତ ଥିଲେ। ସେ ଆଇନା ସାମ୍ନାକୁ ଆସିଲେ। ଆଇନାରେ ତାଙ୍କର ରୂପ ଅତି ଶାନ୍ତ ଓ ଜ୍ୟୋତିର୍ମୟ ଦେଖାଗଲା, କାରଣ ତାଙ୍କ ମନରେ କୌଣସି ଛଳନା ନଥିଲା। ସେହି ଯୁବକ ଜଣକ କହିଲେ, ଆଇନା କେବଳ ସତ୍ୟ ଦେଖାଏ ଏବଂ ଯିଏ ସତ୍ୟକୁ ସାମ୍ନା କରିବାର ଭୟ କରେ ନାହିଁ, ସେ ହିଁ ସଂସାରର ସବୁଠାରୁ ସାହସୀ ବ୍ୟକ୍ତି। ସୁରେଖା ସେ ଯୁବକଙ୍କର ସରଳତା ଓ ସତ୍ୟବାଦିତା ଦେଖି ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କୁ ହିଁ ନିଜର ଜୀବନସାଥୀ ଭାବେ ବାଛିଲେ। ଏହି ଘଟଣା ପରେ ରାଜ୍ୟର ସମସ୍ତ ଲୋକ ବୁଝିପାରିଲେ ଯେ ବାହ୍ୟ ଚେହେରା ଓ ଧନ ସବୁବେଳେ ସ୍ଥାୟୀ ନୁହେଁ, କିନ୍ତୁ ମଣିଷର ଅନ୍ତରର ସ୍ୱଚ୍ଛତା ଓ ପବିତ୍ରତା ହିଁ ତାର ପ୍ରକୃତ ପରିଚୟ। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ଆମେ ନିଜର ଅନ୍ୟ ଆଖିରେ ସୁନ୍ଦର ଦେଖାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ନିଜ ବିବେକ ଆଖିରେ ସଚୋଟ ରହିବା ହିଁ ଜୀବନର ଶ୍ରେଷ୍ଠ ସଫଳତା। ଅନେକ ବର୍ଷ ପୂର୍ବେ ସମୁଦ୍ରକାନ୍ତ ନାମକ ଏକ ବନ୍ଦର ସହରରେ ସୁମନ ନାମକ ଜଣେ ଅତ୍ୟନ୍ତ ସାହସୀ ଏବଂ ଜ୍ଞାନୀ ନାବିକ ବାସ କରୁଥିଲେ, ଯିଏ ଶୁଣିବାକୁ ପାଇଥିଲେ ଯେ ମଝି ସମୁଦ୍ରରେ ଏକ ଏପରି ରହସ୍ୟମୟ ଦ୍ୱୀପ ଅଛି ଯେଉଁଠାରେ ଇଚ୍ଛା ପୂରଣ କରି ବୃକ୍ଷ ଅଛି। ସୁମନ ନିଜର ପୁରୁଣା କିନ୍ତୁ ମଜବୁତ ଜାହାଜ ସିନ୍ଧୁକୁ ନେଇ ସେ ଦ୍ୱୀପ ଅଭିମୁଖେ ଯାତ୍ରା ଆରମ୍ଭ କଲେ। କିନ୍ତୁ ଯାତ୍ରା ମଧ୍ୟରେ ତାଙ୍କୁ ଭୟଙ୍କର ସାମୁଦ୍ରିକ ଝଡ଼ ଓ ବିଶାଳକାୟ ଢେଉର ସାମ୍ନା କରିବାକୁ ପଡ଼ିଲା। ଯେତେବେଳେ ସେ ଦ୍ୱୀପରେ ପହଞ୍ଚିଲେ, ସେଠାରେ ଦେଖିଲେ ଯେ ଚାରିଆଡ଼େ କେବଳ ପଥର ଏବଂ କଣ୍ଟା ଗଛ ଭରି ରହିଛି ଏବଂ ସେହି ମାୟାବୀ ବୃକ୍ଷଟି ଦ୍ୱୀପର ସବୁଠାରୁ ଉଚ୍ଚ ପାହାଡ଼ ଉପରେ ଅଛି। ସେହି ଗଛ ପାଖରେ ପହଞ୍ଚିବା ବେଳକୁ ଜଣେ ବୃଦ୍ଧ ରକ୍ଷକ ତାଙ୍କୁ ବାଟ ଓ ଗାଲି କହିଲେ, ତୁମେ ଏହି ଗଛ ପାଖରୁ ଯାହା ମାଗିବ ତାହା ପାଇବ, କିନ୍ତୁ ମନେ ରଖ, ଯଦି ତୁମ ମନରେ ସାମାନ୍ୟତମ ସ୍ୱାର୍ଥପରତା ଥିବ, ତେବେ ତୁମେ ସେଠାରୁ କେବେ ଫେରିପାରିବ ନାହିଁ। ସୁମନ ସେହି ଗଛ ପାଖରେ ପହଞ୍ଚି ଆଖି ବନ୍ଦ କରି ନିଜ ପାଇଁ କିଛି ନ ମାଗି ବରଂ ନିଜ ରାଜ୍ୟର ସମସ୍ତ ଗରିବ ଲୋକଙ୍କ ପାଇଁ ଶସ୍ୟ ଓ ସୁଖ ଶାନ୍ତି ପ୍ରାର୍ଥନା କଲେ। ସୁମନଙ୍କ ଏହି ନିଃସ୍ୱାର୍ଥପରତା ଦେଖି ସେହି ମାୟାବୀ ବୃକ୍ଷଟି ଏକ ଦିବ୍ୟ ପ୍ରକାଶରେ ଚମକି ଉଠିଲା ଏବଂ ସୁମନଙ୍କୁ ଏକ ଯାଦୁକରୀ ମୁଣି ଉପହାର ଦେଲା, ଯେଉଁଥିରୁ କେବେ ବି ଖାଦ୍ୟ ଶେଷ ହେଉନଥିଲା। ସୁମନ ନିଜ ସହରକୁ ଫେରିଆସି ସେହି ମୁଣି ସାହାଯ୍ୟରେ ସମସ୍ତ କ୍ଷୁଧାର୍ତଙ୍କୁ ଖାଦ୍ୟ ଦେଲେ ଏବଂ ନିଜ ଜୀବନର ଅନ୍ୟ ସେବା ପାଇଁ ଉତ୍ସର୍ଗ କଲେ। ଏହି କାହାଣୀ ଶିକ୍ଷା ଦିଏ ଯେ ପ୍ରକୃତ ସମ୍ପତ୍ତି ସେହି ବ୍ୟକ୍ତି ପାଖରେ ଥାଏ ଯିଏ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟର ମଙ୍ଗଳ ପାଇଁ ଚିନ୍ତା କରେ ଏବଂ ସ୍ୱାର୍ଥପରତା ତ୍ୟାଗ କଲେ ହିଁ ମଣିଷ ଜୀବନର ଶ୍ରେଷ୍ଠ ପୁରସ୍କାର ହାସଲ କରିଥାଏ। ଅନେକ ଶତାବ୍ଦୀ ପୂର୍ବେ ହିମଗିରି ପର୍ବତର ଏକ ଅଜ୍ଞାତ ଶୃଙ୍ଗରେ ଏକ ରହସ୍ୟମୟ ଗୁମ୍ଫା ଥିଲା, ଯାହା ବିଷୟରେ କୁହାଯାଉଥିଲା ଯେ ସେଠାରେ ସତ୍ୟର ପ୍ରଦୀପ ଜଳୁଛି। ଯିଏ ସେହି ପ୍ରଦୀପକୁ ଧାରଣ କରିବ, ସେ ଦୁନିଆର ସବୁଠାରୁ ବଡ଼ ସତ୍ୟକୁ ଜାଣିପାରିବ। ଶକ୍ତିମାନ ନାମକ ଜଣେ ଅତ୍ୟନ୍ତ ସାହସୀ ଏବଂ ଜ୍ଞାନୀ ଯୁବକ ଏହି ପ୍ରଦୀପକୁ ଖୋଜିବା ପାଇଁ ଏକ ଦୁର୍ଗମ ଯାତ୍ରା ଆରମ୍ଭ କଲେ। ବାଟରେ ତାଙ୍କୁ ପ୍ରଥମେ ଭ୍ରମର ଅରଣ୍ୟ ପାର କରିବାକୁ ପଡ଼ିଲା, ଯେଉଁଠାରେ ପ୍ରତ୍ୟେକ ଗଛ ଏବଂ ପଥର ମଣିଷ ପରି କଥା କହି ସୁନ୍ଦର ପ୍ରଲୋଭନ ଦେଖାଇ ଯାତ୍ରୀକୁ ଭୁଲ ବାଟରେ ନେଇଯାଉଥିଲେ। କିନ୍ତୁ ଶକ୍ତିମାନ ନିଜର କାନ ବନ୍ଦ କରି କେବଳ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ରହିଲେ। ଦ୍ୱିତୀୟରେ ତାଙ୍କୁ ଏକ ଶବ୍ଦହୀନ ନଦୀ ପାର କରିବାକୁ ପଡ଼ିଲା, ଯେଉଁଠାରେ ନୌକା ଚଳାଇବା ବେଳେ ଯଦି କାହା ମନରେ ସାମାନ୍ୟତଃ ଭୟ ଆସେ, ତେବେ ନୌକାଟି ପାଣିରେ ବୁଡ଼ିଯାଏ। ମାତ୍ର ଶକ୍ତିମାନ ନିଜର ଆତ୍ମବିଶ୍ୱାସ ବଳରେ ସେହି ନଦୀକୁ ସଫଳତାର ସହ ପାର କଲେ। ଶେଷରେ ସେହି ଗୁମ୍ଫା ମଧ୍ୟରେ ପ୍ରବେଶ କଲେ, ଯେଉଁଠାରେ ସବୁଆଡ଼େ ଅନ୍ଧକାର ଥିଲା ଏବଂ ମଝିରେ ଏକ ସାଧାରଣ ମାଟି ଦୀପ ଜଳୁଥିଲା। ଯେମିତି ଶକ୍ତିମାନ ସେହି ଦୀପକୁ ଛୁଇଁଲେ, ଗୁମ୍ଫାର କାନ୍ଥଗୁଡ଼ିକରେ ତାଙ୍କ ଜୀବନର ସମସ୍ତ ଭଲ ଓ ମନ୍ଦ କର୍ମର ପ୍ରତିଫଳନ ଦେଖାଗଲା। ସେହି ମୁହୂର୍ତ୍ତରେ ଏକ ଦିବ୍ୟ ବାଣୀ ଶୁଣାଗଲା, ସେ ବୀର, ସେହି ଦୀପ ତୁମକୁ ଦୁନିଆର ରହସ୍ୟ ନୁହେଁ। ହେ ବୀର, ଏହି ଦୀପ ତୁମକୁ ଦୁନିଆର ରହସ୍ୟ ନୁହେଁ ବରଂ ତୁମ ନିଜ ଭିତରେ ସତ୍ୟ ଦେଖାଇବା ପାଇଁ ଉଦ୍ଦିଷ୍ଟ। ଶକ୍ତିମାନ ବୁଝିପାରିଲେ ଯେ ପ୍ରକୃତ ଜ୍ଞାନ କୌଣସି ପୁସ୍ତକ ବା ବାହ୍ୟ ବସ୍ତୁରେ ନଥାଏ ବରଂ ନିଜର ଆତ୍ମସମୀକ୍ଷା ଏବଂ ନିଜର ଚରିତ୍ରର ଶୁଦ୍ଧତା ମଧ୍ୟରେ ଥାଏ। ସେହିଦିନଠାରୁ ସେ ଜଣେ ମହାନ ସନ୍ଥ ଭାବେ ଗ୍ରାମକୁ ଫେରିଆସିଲେ ଏବଂ ଲୋକମାନଙ୍କୁ ଶିକ୍ଷା ଦେଲେ ଯେ
ସଂସାରକୁ ଜିତିବା ପୂର୍ବରୁ ନିଜ ମନକୁ ଜିତିବା ହିଁ ଶ୍ରେଷ୍ଠ ବିଜୟ। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ଜୀବନର ସଫଳତା ପାଇଁ ବାହ୍ୟ ପରିବେଶ ଅପେକ୍ଷା ଅନ୍ତରର ଶକ୍ତି ଏବଂ ସତ୍ୟବାଦିତା ଅଧିକ ମୂଲ୍ୟବାନ ଏବଂ ଯିଏ ନିଜର ଦୋଷ ଗୁଣକୁ ସାହସର ସହ ସ୍ୱୀକାର କରିପାରେ ଯିଏ ନିଜର ଦୋଷ ଗୁଣକୁ ସାହସର ସହ ସ୍ୱୀକାର କରିପାରେ ସେ ହିଁ ପ୍ରକୃତ ଜ୍ଞାନୀ। ଅନେକ ବର୍ଷ ପୂର୍ବେ କାଲପୁର ନାମକ ଏକ ପ୍ରାଚୀନ ନଗରୀରେ ସୋମନାଥ ନାମକ ଜଣେ ଅତ୍ୟନ୍ତ ଜ୍ଞାନୀ ଏବଂ ପରିଶ୍ରମୀ ଘଡ଼ି ନିର୍ମାତା ବାସ କରୁଥିଲେ। ଯିଏ ଶୁଣିବାକୁ ପାଇଥିଲେ ଯେ ସହରର ପୁରୁଣା ଦୁର୍ଗ ଭିତରେ ଏକ ଏପରି ରହସ୍ୟମୟ ଜଲଘଡ଼ି ଅଛି ଯାହାକୁ ସଠିକ୍ ଭାବେ ଚଲେଇଲେ ମଣିଷ ନିଜର ଅତୀତକୁ ଫେରିଯାଇ ନିଜର ଭୁଲ ସୁଧାରି ପାରିବ। ସୋମନାଥ ନିଜ ଜୀବନର ଏକ ବଡ଼ ଦୁଃଖକୁ ଦୂର କରିବା ପାଇଁ ସେହି ଘଡ଼ିର ସନ୍ଧାନରେ ଦୁର୍ଗର ଗଭୀର ଗୁମ୍ଫା ମଧ୍ୟରେ ପ୍ରବେଶ କଲେ। ସେଠାରେ ତାଙ୍କୁ ପ୍ରଥମେ ସ୍ମୃତିର ସାଗର ପାର ହେବାକୁ ପଡ଼ିଲା, ଯେଉଁଠାରେ ତାଙ୍କ ଜୀବନର ସମସ୍ତ ମିଠା ଓ ପିତା ସ୍ମୃତିମାନେ ଛାଇ ପରି ତାଙ୍କ ବାଟ ଓଗାଳି ଠିଆ ହେଲେ। କିନ୍ତୁ ସୋମନାଥ ବିଚଳିତ ନ ହୋଇ ନିଜ ଲକ୍ଷ୍ୟ ପଥରେ ଆଗକୁ ବଢ଼ିଲେ। ଦ୍ୱିତୀୟରେ ତାଙ୍କୁ ଅନୁତାପର ଦ୍ୱାର ସାମ୍ନା କରିବାକୁ ପଡ଼ିଲା, ଯେଉଁଠାରେ ଜଣେ ମାୟାବୀ ପ୍ରହରୀ ପଚାରିଲେ, ଯଦି ତୁମେ ଅତୀତରେ ବଦଳାଇ ଦେବ ତେବେ ତୁମର ବର୍ତ୍ତମାନର ଅଭିଜ୍ଞତା ଓ ଶିକ୍ଷାର କ'ଣ ହେବ? ସୋମନାଥ ଗଭୀର ଭାବେ ଚିନ୍ତା କରି ବୁଝିଲେ, ମଣିଷ ନିଜ ଭୁଲରୁ ହିଁ ଶିଖେ। ସେହି ଅଭିଜ୍ଞତା ହିଁ ତାକୁ ଆଜି ଏତେ ଜ୍ଞାନୀ କରି ଗଢ଼ି ତୋଳିଛି। ଯେତେବେଳେ ସେ ଶେଷରେ ସେହି ଜଲଘଡ଼ି ପାଖରେ ପହଞ୍ଚିଲେ ସେ ଦେଖିଲେ ଯେ ସେଥିରୁ ବାହାରୁଥିବା ଜଳ କୌଣସି ଯାଦୁ ନୁହେଁ, ବରଂ ଧୈର୍ଯ୍ୟର ପ୍ରତୀକ ଥିଲା। ସୋମନାଥ ସେହି ଘଡ଼ିକୁ ଚଳାଇବା ପରିବର୍ତ୍ତେ ସେଠାରେ ଧ୍ୟାନରେ ବସିଲେ ଏବଂ ସେହି ଅନୁଭବ କଲେ ଯେ ପ୍ରକୃତ ସୁଖ ଅତୀତକୁ ବଦଳାଇବାରେ ନାହିଁ, ବରଂ ବର୍ତ୍ତମାନକୁ ଭଲ ଭାବେ ଜୀଇଁବାରେ ଅଛି। ସେହି ମୁହୂର୍ତ୍ତରେ ଗୁମ୍ଫାଟି ଏକ ଦିବ୍ୟ ଆଲୋକରେ ଝଲସି ଉଠିଲା ଏବଂ ସୋମନାଥକୁ ଜଣେ ମହାନ ଦାର୍ଶନିକ ଜ୍ଞାନ ପ୍ରାପ୍ତ ହେଲା। ସେ ଗାଁକୁ ଫେରିଆସି ସମସ୍ତଙ୍କୁ ବୁଝାଇଦେଲେ ଯେ ସମୟକୁ ପଛକୁ ନେବା ଅପେକ୍ଷା ପ୍ରତିଟି ମୁହୂର୍ତ୍ତକୁ ସତ୍କର୍ମ ଓ ପ୍ରେମରେ ଭରିଦେବା ହିଁ ମଣିଷର ଶ୍ରେଷ୍ଠ କର୍ତ୍ତବ୍ୟ। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ଆମର ଅତୀତ ଆମକୁ ଗଢ଼ିଥାଏ ଏବଂ ବର୍ତ୍ତମାନ ଆମର ଭବିଷ୍ୟତର ମୂଳଦୁଆ ହୋଇଥାଏ। ତେଣୁ ଗତକାଲି ପାଇଁ ଅନୁତାପ ନ କରି ଆଜିକୁ ନିଜର ଶ୍ରେଷ୍ଠ ଦିନ କରିବା ଉଚିତ। ଅନେକ ଯୁଗ ପୂର୍ବ ଶିବପୁର ନାମକ ଏକ ପାର୍ବତ୍ୟ ଅଞ୍ଚଳରେ ରୁଦ୍ର ନାମକ ଜଣେ ଅତ୍ୟନ୍ତ ନିଷ୍ଠାପର ଏବଂ ଶାନ୍ତ ସ୍ୱଭାବର ଯୁବକ ବାସ କରୁଥିଲେ, ଯିଏ ଶୁଣିବାକୁ ପାଇଥିଲେ ଯେ ହିମାଳୟର ସବୁଠାରୁ ଉଚ୍ଚ ଏବଂ ଗୁପ୍ତ ଶୃଙ୍ଗରେ ଏକ ନୀଳମଣି ରହିଛି, ଯାହାର ସ୍ପର୍ଶରେ ସାରା ବିଶ୍ୱର ରୋଗ ଓ ଶୋକ ଦୂର ହୋଇଯିବ। ରୁଦ୍ର ନିଜ ଗ୍ରାମବାସୀଙ୍କ ଦୁଃଖ ଦୂର କରିବା ପାଇଁ ସେହି ମଣିଷ ସନ୍ଧାନରେ ଏକ ଅତି କଠିନ ଯାତ୍ରା ଆରମ୍ଭ କଲେ। ବାଟରେ ତାଙ୍କୁ ପ୍ରଥମେ ମାୟାବୀ ବରଫର ହ୍ରଦ ପାର କରିବାକୁ ପଡ଼ିଲା, ଯେଉଁଠାରେ ବରଫ ଉପରେ ଚାଲିବା ବେଳେ ପ୍ରତିଟି ପାଦରେ ଅତୀତର ଦୁଃଖଦାୟକ ଦୃଶ୍ୟମାନ ଜୀବନ୍ତ ହୋଇ ତାକୁ ମାନସିକ ଭାବେ ଦୁର୍ବଳ କରିବାକୁ ଚେଷ୍ଟା କଲେ। କିନ୍ତୁ ରୁଦ୍ର ଓମ୍ ନମଃ ଶିବାୟ ମନ୍ତ୍ର ଜପ କରି ନିଜ ମନକୁ ସ୍ଥିର କରି ଆଗକୁ ବଢ଼ିଲେ। ଦ୍ୱିତୀୟରେ ତାଙ୍କୁ ଏକ ଅଗ୍ନିଗୁମ୍ଫା ଦେଇ ଯିବାକୁ ପଡ଼ିଲା, ଯେଉଁଠାରେ ତାଙ୍କର ଶାରୀରିକ ସହନଶୀଳତାର ପରୀକ୍ଷା ହେଲା। ସେଠାରେ ଥିବା ଜଣେ ରହସ୍ୟମୟ ସନ୍ନ୍ୟାସୀ ତାଙ୍କୁ ପ୍ରଚୁର ଧନ ଓ କ୍ଷମତାର ପ୍ରଲୋଭନ ଦେଖାଇ ଫେରିଯିବାକୁ କହିଲେ, କିନ୍ତୁ ରୁଦ୍ର ଅତି ନମ୍ରତାର ସହ ସେହି ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି କହିଲେ ଯେ ଅନ୍ୟର ସେବା ପାଇଁ କରାଯାଉଥିବା କର୍ମ ହିଁ ସର୍ବଶ୍ରେଷ୍ଠ ଧର୍ମ। ଶେଷରେ ଯେତେବେଳେ ସେ ଶିଖରରେ ପହଞ୍ଚି ସେହି ନୀଳମଣିକୁ ଦେଖିଲେ, ସେ ଦେଖିଲେ ଯେ ଏହା କୌଣସି ପଥର ନୁହେଁ ବରଂ ଏକ ଦିବ୍ୟ ଶକ୍ତିର ଆଲୋକ ଥିଲା। ଯେମିତି ରୁଦ୍ର ସେହି ଆଲୋକକୁ ଛୁଇଁଲେ ତାଙ୍କ ଭିତରେ ଏକ ଅଦ୍ଭୁତ ଶାନ୍ତି ଏବଂ ଅସୀମ ଜ୍ଞାନର ସଞ୍ଚାର ହେଲା। ସେହି ମୁହୂର୍ତ୍ତରେ ଏକ ଶୂନ୍ୟ ବାଣୀ ହେଲା ଯେ ହେ ରୁଦ୍ର, ପ୍ରକୃତ ନୀଳମଣି ବାହାରେ ନୁହେଁ, ବରଂ ତୁମର ଶୁଦ୍ଧ ଚରିତ୍ର ଓ ନିଃସ୍ୱାର୍ଥପର ପ୍ରେମ ମଧ୍ୟରେ ହିଁ ଅଛି। ରୁଦ୍ର ଗ୍ରାମକୁ ଫେରିଆସି କୌଣସି ଯାଦୁକରୀ ଶକ୍ତିରେ ନୁହେଁ, ବରଂ ନିଜର ଜ୍ଞାନ
ଓ ସେବା ମନୋଭାବ ଦ୍ୱାରା ଲୋକଙ୍କ କଷ୍ଟ ଦୂର କଲେ ଏବଂ ଗ୍ରାମରେ ସୁଖ ଶାନ୍ତି ପ୍ରତିଷ୍ଠା କଲେ। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ଯେତେବେଳେ ଜଣେ ବ୍ୟକ୍ତି ନିଜ ସ୍ୱାର୍ଥ ତ୍ୟାଗ କରି ସମାଜର ମଙ୍ଗଳ ପାଇଁ ସଂକଳ୍ପ କରେ ସେତେବେଳେ ଈଶ୍ୱରୀୟ ଶକ୍ତି ଏବଂ ତାକୁ ସାହାଯ୍ୟ କରୁଥିବା ଆଗାଇ ଆସନ୍ତି। ପ୍ରକୃତ ମଣିଷ